ହାଇଡ୍ରୋଲିକ୍ ଫିଲ୍ଟରର କାମ ହେଉଛି ହାଇଡ୍ରୋଲିକ୍ରେ ବ୍ୟବହୃତ ହୋଇଥିବା ତେଲକୁ ତରଳ ସଫା କରିବା। ଯଦି ତେଲରେ ଧୂଳି, ଲୁହାର କଣିକା କିମ୍ବା ଅନ୍ୟାନ୍ୟ ମଳିନତା ରହିଥାଏ, ତେବେ ପମ୍ପ, ଭଲ୍ଭ ଓ ଆକ୍ଟୁଏଟର ଶୀଘ୍ର ଖରାପ ହୋଇଯାଏ। କାମ କରିବାର ପ୍ରକ୍ରିୟା। ହାଇଡ୍ରୋଲିକ୍ ଫିଲ୍ଟରର କାର୍ଯ୍ୟ। 1. ତେଲର ପ୍ରବେଶ ଇନଲେଟ୍ ରୁ ତେଲ ପ୍ରଥମେ ଫିଲ୍ଟର ଭିତରକୁ ପ୍ରବେଶ କରେ। 2. ଫିଲ୍ଟର ମିଡିଆ ଭିତରୁ ପାରୁଥିବା ଭିତରେ ଫିଲ୍ଟର ଉପାଦାନ ଯେମିତି କାଗଜ, ସିନ୍ଥେଟିକ୍ ଫାଇବର କିମ୍ବା ତାର ଥାଏ। ତେଲ ଏହି ଉପାଦାନ ଭିତରୁ ପାରୁଥିବା ବେଳେ ଧୂଳି, କଣିକା ଓ ମଳିନତା ସେଠାରେ ଧରିଯାଏ। 3. ସଫା ତେଲ ବାହାରୁଥିବା ଆଉଟଲେଟ୍ ଫିଲ୍ଟରିଂ ପରେ ସଫା ହୋଇଥିବା ତେଲ ପୁଣି ଥରେ ବାହାରିଯାଏ। 4. ମଳିନତା ସଂଗ୍ରହ, ପ୍ରଦୂଷକ ସଂଗ୍ରହ ସମୟ ସହିତ ଫିଲ୍ଟର ଉପାଦାନ ମଳିନତାରେ ଅବରୋଧ କରନ୍ତୁ ହୋଇଯାଏ। ଏହାରେ ପ୍ରେସର ଡ୍ରପ୍ ବୃଦ୍ଧି ହୁଏ ଓ ଫିଲ୍ଟରକୁ ପରିବର୍ତ୍ତନ କରିବା ଆବଶ୍ୟକ ହୁଏ। ହାଇଡ୍ରୋଲିକ୍ ଫିଲ୍ଟରର ପ୍ରକାର। 1. ଶୋଷଣ ଫିଲ୍ଟର ପମ୍ପ ପୂର୍ବରୁ ଲଗାଯାଏ। 2. ପ୍ରେସର ଲାଇନ୍ ଫିଲ୍ଟର ପମ୍ପ ପରେ ଉଚ୍ଚ ଚାପ ତେଲକୁ ସଫା କରେ। 3. ଫେରସ୍ତ ରେଖା ଫିଲ୍ଟର ଆକ୍ଟୁଏଟରରୁ ଫେରିଥିବା ତେଲକୁ ସଫା କରି ଜଳଭଣ୍ଡାରକୁ ପଠାଏ। ସରଳ କଥାରେ, ହାଇଡ୍ରୋଲିକ୍ ଫିଲ୍ଟର ଗୋଟିଏ ତେଲ ଫିଲ୍ଟର ପରି, ଯାହାର ତେଲକୁ ସଫା କରି ମେସିନ୍ ଜୀବନ ବଢ଼ାଏ ଓ ଭାଙ୍ଗିବାକୁ ବାରଣ କରେ।